ସାଙ୍ଗମାନେ ଆଜି ମୋ ସୁନ୍ଦର ଅଧିକାର ଦେଖନ୍ତୁ। ସାଲିନ୍ ଗାଡ଼ି ଡୋର୍ ଖୋଲୁଥିବା ବେଳେ ବିକ୍ରାନ୍ତ ଆସି ଅଟକେଇ ଦିଏ। ସାଲିନ୍ କୁହେ ତମେ? ବିକ୍ରାନ୍ତ କୁହେ ହଁ। ହେଲେ ତମେ ଏଠି କ'ଣ କରୁଛ? ସାଲିନ୍ କୁହେ ତମେ ଭଲସେ ଜାଣିଛ ମୁଁ ଏଠିକି କ'ଣ ପାଇଁ ଆସିଛି। ବିକ୍ରାନ୍ତ କୁହେ ସତରେ ସାଲିନୀ ତମେ ପାଗେଳି ହେଇସାରିଛ। ସେ ମୁକ୍ତି ପଛରେ ପଡ଼ି ପଡ଼ି ତମେ କେତେ ବଡ଼ ଭୁଲ କରୁଛ ତମେ ଜାଣିପାରୁନ। ସାଲିନୀ ଭାଇ ଜାଣିଲେ ତମ ପାଇଁ ବହୁତ ବଡ଼ ପ୍ରୋବ୍ଲେମ୍ ହେଇଯିବ। ସାଲିନୀ ବିକ୍ରାନ୍ତକୁ ହାତରେ ଠେଲି ଦିଏ ଆଉ କୁହେ ମୁଁ ସେ ଆଦିତ୍ୟ ଦାସକୁ ଡରିନି। ଯାହା ହବ ହେଇଯାଉ। ଆଉ ସେ ମୁକ୍ତିକୁ ମୁଁ ଜମା ବି ଛାଡ଼ିବିନି। ବିକ୍ରାନ୍ତ କୁହେ ହେଲେ ସେ ଲୋକ ଯାହା ସହିତ ତମେ ସବୁ ଏମିତି କରୁଛ ସେ ଲୋକ ତମର କ'ଣ କ୍ଷତି କରିଥିଲା ଯାହାକୁ ତମେମାନେ ଏତେ ବଡ଼ ଦଣ୍ଡ ଦେଇଦେଲ? ସାଲିନ୍ କୁହେ କ'ଣ ହେଇଛି ବିକ୍ରାନ୍ତ? ତମେ କେବେଠୁ ଏତେ ବଦଳି ଗଲଣି? ଆଉ ତମେ ବୋଧେ ଭୁଲି ଯାଇଛ ଏସବୁ ଆରମ୍ଭ ତମେ କରିଛ। ଆଉ ଯାହା ସବୁ ହେଉଛି ଏସବୁ କେବଳ ତମ ପାଇଁ ହେଉଛି ଆଉ ମୁଁ କେବଳ ତମର ସାଥ ଦେଇଛି। ଆଉ ତା ମାନେ ନୁହେଁ ଯେ ସେ ମୁକ୍ତି ପାଇଁ ତମେ ମୋତେ ଛାଡ଼ିଦେବ। ଯଦି ତମେ ସେମିତି କର ଖାଲି ଏ ଲୋକ ନୁହେଁ ଏ ଲୋକର ଯାହା ହେଇଛି ତମ ପରିବାରର ବି। ଏକଥା କହିଲା ବେଳକୁ ବିକ୍ରାନ୍ତ ସାଲିନୀକୁ ମାରେ। ବିକ୍ରାନ୍ତ କୁହେ ସାଲିନୀ ତମେ ବୁଝିପାରିଲନି ଯେ ତମ ପାଇଁ ମୋ ମନରେ କେତେ ଭଲ ପାଇବା ଅଛି। ଆଉ ତମକୁ ଖୁସିରେ ରଖିବା ପାଇଁ ମୁଁ କ'ଣ କ'ଣ ନ କରିଛି। ମୁଁ ତମକୁ ବାହା ହେବା ସତ୍ତ୍ୱେ ବି ମୁକ୍ତିକୁ ବାହା ହେଇଥିଲି କାହିଁକି ନା ଆମେ ଖୁସିରେ ରହିବା, ଇଣ୍ଡିଆ ବାହାରକୁ ଯାଇପାରିବା। ଆଉ ହଁ ତମେ ବାହାରକୁ ଯିବାର ଚାହୁଁଥିଲ ସେଥିପାଇଁ ମୁଁ ତମ ଖୁସି ପାଇଁ ଏସବୁ କରୁଥିଲି। ହେଲେ ତମେ ଏସବୁ କ'ଣ କରୁଛ? ସବୁ ଦୋଷ ମୋ ଉପରେ ଦେଇ ଗୋଟେ ପରେ ଗୋଟେ ଭୁଲ କରି ଚାଲିଛ। ଆଉ ଏସବୁ କାହା ସାହାଯ୍ୟରେ କରୁଛ? ସେ କାଳି ପାଇଁ ଯାହା ନାଁ ଶୁଣିଲେ ପୁରା ତୁଳସୀପୁର ଗାଁ ଲୋକ ଥରୁଛନ୍ତି। ଆଉ ଯାହାକୁ ନିଜ ଇଜ୍ଜତ ପ୍ରିୟ ସେ ତୁମକୁ ଛାଡ଼ିବ ନା ମୋତେ ଛାଡ଼ିବ? ଦେଖ ସାଲିନ୍ ଏବେ ବି ସମୟ ଅଛି ସେଥିରୁ ଓହରି ଆସ। ସାଲିନ୍ କୁହେ ମୋ ବିଷୟରେ ଚିନ୍ତା କରନି ବିକ୍ରାନ୍ତ। ତମେ ଏବେ ତମ ଚିନ୍ତା କର ତମେ କ'ଣ କରିବ। ଆଉ ଯଦି ସେ କାଳି ତମକୁ ଛାଡ଼ିଦିଏ ମୁଁ ତମକୁ କେବେ ବି ଛାଡ଼ିବିନି। ତମ ଭୁଲ ପାଇଁ ଆଉ ତମ ଧୋକା ପାଇଁ ମୁଁ ତମକୁ ଦଣ୍ଡ ନିଶ୍ଚୟ ଦେବି। ସାଙ୍ଗମାନେ ଆପଣମାନେ ଯଦି ମୋ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଆଉ ଛୋଟ ଲାଇକ୍ଟେ କରିଦିଅନ୍ତୁ କାହିଁକି ନା ମୁଁ ଏଇଭଳି ଭିଡ଼ିଓ ଆପଣମାନଙ୍କ ପାଇଁ ସବୁଦିନ ଆଣିଦେବି। ଜୟ ଜଗନ୍ନାଥ।